ଏଇଠି ହଉଛି ହଁ କବି ଲେଖିଲେ ଭଗବାନ ବାସ ଶ୍ଲୋକ ଆଜ୍ଞା ଆଶୀର୍ବାଦ ଆଶୀର୍ବାଦ ରାମ ମୁଦ୍ରେ ବୈରା ଲକ୍ଷ୍ମୀ ଶିବ ପ୍ରସାଦ ସଦାବ ସିଦ୍ଧି ବାଦୁତ ଶତ୍ରୁ ବିନାଶ ପଦ୍ମ ମୁକୁନ୍ଦ ଚରଣାରବିନ୍ଦ ଦେବର୍ଷି ନାରଦଜୀ ପଣ୍ଡିତେ ରାଜା ବଳିଙ୍କୁ ଆଜି ଆଶୀର୍ବାଦ ଦେଇ କହିଲେ କହିଲେ ହେ ରାଜା ବଳି ତମର ସବୁ କୁଶଳ ତ ଏଇଠି ଗୋଟେ ପ୍ରକାର ରାଜା ବଳି କହିଲେ ଏଇଠି ଗୋଟେ ପ୍ରକାର ସବୁବେଳେ ମନଟା ହରସ ରହୁଥିଲା ମନ କୁଶଳ ରହୁଥିଲା ହେଲେ ଆଜି ମନଟା ଆଉ କୁଶଳ ନାହିଁ ନା କାହିଁକି ମାଇଣ୍ଡ ଟେନସନ ଅଛି କଣ ପାଇଁ ଦେବର୍ଷି ନାରଦ କହିଲେ ନାରାୟଣ ନାରାୟଣ ଦେବର୍ଷି ରାଜା ବଳି କଣ କହିଲେ ମନ ଦୁଃଖ କାହିଁକି କି ଘରେ ଅଛି କୁମାରୀ ଭଗବତୀ ଦେବର୍ଷି ନାରଦ ଆଜି କହିଲେ ରାଜା ବଳି କହିଲେ କହିଲେ ମୋ ମନଟା କାହିଁକି ଦୁଃଖ ଜାଣିଛନ୍ତି ଜାଣିଛନ୍ତି ନା କଣ ପାଇଁ ମନ ଦୁଃଖ ଝିଅ ମୋର ଗୋଟିଏ ନା ମୋର ହଉଛି ଝିଅ ହଉଛି ଉଷା ମୋ ଝିଅ ନାଁ ଉଷା ଦୀର୍ଘ 20 ବର୍ଷ ବିତିଗଲାଣି ସତ୍ୟ ପଇସା ଦିନ ଆସିଥିଲ ତମେ ନାଁ ଦେଇକି ଯାଇଥିଲ ମୋ ଝିଅ ନାଁ ମୋ ଝିଅ ଉଷା ପୁଷ୍ପ ଉଦ୍ୟାନରେ ବୁଲୁଥିଲା ଋଷି ଅଷ୍ଟବକ୍ର ତାକୁ ଡାକିଲେ ସେ ଅନ୍ୟ ଏତେ କଣ ରାଜା ବଳିଙ୍କୁ ଦେବର୍ଷି ନାରଦ ପଚାରୁଛନ୍ତି କାହିଁକି ମନ ଦୁଃଖ ରାଜା ବଳି କହିଲେ ଦୀର୍ଘ 20 ବର୍ଷ ବିତିଗଲାଣି ସତ୍ୟ ମୋ ଝିଅ ଉଷା ନବ ଯୌବନରେ ପଦାର୍ପଣ କରିପାରୁନି ଇଏ ପୁଷ୍ପ ଉଦ୍ୟାନରେ ପୁଷ୍ପ ପ୍ରସ୍ଫୁଟ ବିକଶିତ ହେଉନାହିଁ ସେଥି ଯୋଗୁଁ କେବଳ ମୋ ମନରେ ଭାରି ଦୁଃଖ ଦେବର୍ଷି ନାରଦ କହିଲେ ଏଭଳିଆ ଘଟଣା ଘଟିବାର ରହସ୍ୟ କଣ ପୁରାତନ କବି ଲେଖିଲେ କାଳିଦାସ ଶ୍ଲୋକ କହିଲେ ସ୍ତ୍ରୀ ଲୋକ ମଙ୍ଗନାଥ ରାଜା ବଳିଙ୍କୁ ଦେବର୍ଷି ନାରଦ କହିଲେ କହିଲେ ତମରି ଝିଅ ପ୍ରତି ବଦନାସୀ ହିଶ୍ରେୟ ପୂଜ୍ୟ ପୂଜା ବ୍ୟତିକ୍ରମ ଅଷ୍ଟବକ୍ର ଋଷିଙ୍କର ପୂଜ୍ୟ ପୂଜା ବ୍ୟତିକ୍ରମ କରିଥିବା ସତ୍ତ୍ୱେ ତମର ଫୁଲ ବଗିଚାରେ ଫୁଲ ଫୁଟୁନାହିଁ ତମ ଝିଅ ନବ ଯୌବନ ପଦାର୍ପଣ କରିପାରୁନି ଦେବର୍ଷି ନାରଦଙ୍କୁ ଆଜି ପଣ୍ଡିତ ରାଜା ବଳି କହିଲେ ତାହେଲେ ସେ କଥା ସବୁ ସମସ୍ୟା ସମାଧାନ କେମିତି ହବ ନା ଗୋଟେ କାମ କରିପାରିବ ଲକ୍ଷ୍ମୀ ନାରାୟଣ ଲୋଢାରେ ଦେବର୍ଷି ନାରଦ ଆଜି ପଣ୍ଡିତ କହିଲେ ରାଜା ବଳି କହିଲେ ତମେ ଯଦି ପାତାଳ ପୁରରେ ଲକ୍ଷ୍ମୀ ନାରାୟଣଙ୍କ ଭିତରେ କଳି ଲଗାଇ ପାରିବ ତମର ଯାହା ସମସ୍ୟା ହଉଛି ସେ ସବୁ ସମସ୍ୟା ସମାଧାନ ହବ ରାଜା ବଳି କହିଲେ ଲକ୍ଷ୍ମୀ ନାରାୟଣ ସିଏ ହେଲେ ଦେବତା ଦେବୀ ମୁଁ ଜଣେ ହେଲି ମନୁଷ୍ୟ ମୁଁ ଜଣେ ମାନବ ମୁଁ ଜଣେ ମାନବ ହୋଇ ଲକ୍ଷ୍ମୀ ନାରାୟଣଙ୍କ ଭିତରେ କେବେ କଣ କଳିଟା ଲଗାଇ ପାରିବି କି ଆପଣ ଯେତେବେଳେ ଏ କଥା କହୁଛନ୍ତି ଏ କଥା ହଉଛି ମୋ ପାଇଁ କେବଳ ଅସମ୍ଭବ ମୁଁ ଏ କଥା କେବେ ବି ମଧ୍ୟ କରିପାରିବି ନାହିଁ हे देवसी से झील उषा केवल कौन मोर झील आपणकर से कौन किसी नुह
ଦେବଶ୍ରୀ ନାରଦାନୀ ପଣ୍ଡିତେ କେମିତି ଲକ୍ଷ୍ମୀ ନାରାୟଣଙ୍କ ଭିତରେ କଳି ଲାଗିଲେ ସେ କଥା ଚିନ୍ତା କରୁଛନ୍ତି। ରାଗ ଆସିବ ଚୋଖି ଗଙ୍ଗାଧର ମେହେର ମନେ ମନେ ଭ୍ରମି ଭ୍ରମି ଦେବଶ୍ରୀ ନାରଦାନୀ ପଣ୍ଡିତେ ଯାଉଛନ୍ତି ସରୋଜ ମନ୍ଦିର ବୁଲାଇ 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 କେମିତି ଲକ୍ଷ୍ମୀ ନାରାୟଣଙ୍କ ଭିତରେ କଳିଟା ଲଗାଇଲେ କଳିରାଜାଙ୍କର ଝିଅ ଉଷା ନବ ଯୌବନରେ ପଦାର୍ପଣ କରିବ ଫୁଲ ବଗିଚାରେ ତାଙ୍କର ଫୁଲ ଫୁଟିବ ଅଷ୍ଟବକ୍ର ଋଷିଙ୍କ ଅଭିଶାପରୁ ସେ ମୁକ୍ତି ପାଇବେ। ଦେବଶ୍ରୀ ନାରଦ ପଣ୍ଡିତେ ସରୋଜ ମନ୍ଦିର ବୁଲାଇ ବୁଲାଇ କେମିତି ଗଲେ एक विशेष घोषणा सम्मानीय उपस्थित सुधे दर्शक दर्शिका बंधु अद्य रजनी गायिका महाशयांकर पालारे मुक्त होई भास्कर नायक भारतीय मुद्रा 50 टंका पुरस्कृत करिसंती आशा गायिका महाशया याको सादरे ग्रहण करिबे। जय श्री सत्यनारायण स्वामी की जय। श्री प्रभु सत्यनारायण भास्कर बाबू सूर्यर अन्य एक नाम होची भास्कर मु कोन तांका आशीर्वाद करबी से सूर्य नारायण तांका आशीर्वाद करिवे दीर्घायु करिवे चिरंजीवी करिवे चलापद पुष्प दृष्टि करिवे शरीर कार्य करिवे सर्वे गोल प्रमाण देबा लक्ष्य करिवे हमर बरेण्य संत समाज पंडित कथा वस्तु को ध्यान देवे अष्टवक्र ऋषिंकर अभिशाप लक्ष्मी नारायण भीतर पंडित कलिका लागिले सब समस्या तक समाधान हो एतिकी बेले देवश्री नारद पंडित सरोज मंदिर कुळे कुळे जाउछथि सेही कति कते तपे दिने दाता मंगन
जानती କହିଲେ ବୈଦ୍ୟ ପଟେ ଜ୍ଞାତବ୍ୟ ଚଳତି ଯୋ ହୃଷ୍ଟମନା ଯେଉଁଠି ପଣ୍ଡିତ ଯାକ ରୋଗ ହୋଇଛି ସେ ଜାଗାକୁ ବୈଦ୍ୟ ମାନେ ଡକ୍ଟର ମାନେ ଯାଏ जानती तुम भल लगे କହିଲେ ମଙ୍ଗଳାଧୀନ ନରାସ ମାନେ ଗଙ୍ଗା ହାତ ଶନିବସ୍ତ ଯାହାକୁ ସର୍ପାଘାତ କରିଛି ସେ ଜାଗାକୁ ଯାହାର ଗଙ୍ଗା ହାତ ହୋଇଛି ଦୁନିଆ ମାନେ ସେ ଜାଗାକୁ ଯାଏ जानती कि तो सफाई କହିଲେ ସତାନନ୍ଦ ବିଭୋ ନାମ ଚଶୁର୍ମୁଖୀର ଭାବନ୍ତି ଯେଉଁଠାରେ ପଣ୍ଡିତ ପ୍ରଭୁଙ୍କର ରାମ ନାମ ଗାନ ଶୁଭୁଛି ସେ ଜାଗାକୁ କେଉଁମାନେ ଯାଆନ୍ତି ସେ ଜାଗାକୁ ଯାଆନ୍ତି ଏକବାର ସାଧୁ ସନ୍ଥ ମାନେ ଦେବଶ୍ରୀ ନାରଦ ସରଜ ନଦୀର ପଣ୍ଡିତ କୁଳେ କୁଳେ ଯାଉଥିଲେ ଲକ୍ଷ୍ମୀ ନାରାୟଣ କହିଥିଲେ କଳିଟା ଲାଗିଲେ ବଳିରାଜାଙ୍କର ଝିଅ ଉଷା ଅଷ୍ଟବକ୍ର ଋଷିଙ୍କ ଅଭିଶାପର ମୁକ୍ତି ପାଇବେ କଥା ଅଛି ରାଜା ବଳି ଅଷ୍ଟବକ୍ର ଋଷିଙ୍କ ନିକଟରୁ କେମିତି ତାଙ୍କ ଝିଅ ମୁକ୍ତି ପାଇବ ଫୁଲ ବଗିଚାରେ କେମିତି ଫୁଲ ଫୁଟିବ ସବୁ ଦାୟିତ୍ୱ ଦେଇଛନ୍ତି ଦେବଶ୍ରୀ ନାରଦ ଆପଣମାନେ କଥାବସ୍ତୁ ଟିକେ ଧ୍ୟାନ ଦେବେ ନ ବୁଝିପାରିଲେ ମୋତେ ପଚାରିବେ ଆପଣମାନେ ବୁଝିଲା ପର୍ଯ୍ୟନ୍ତ ବାବା ମୁଁ କ୍ଲିୟର ଭାବରେ ଗୋଟି ଗୋଟି କହିଛି आगे आगे ବାବା ଏତିକି ରହେ ଦେବଶ୍ରୀ ନାରଦ କୋରରେ କଣ ଦେଖିଲେ कौन देखिले ଗୋଟେ ପଦ ଆସିବ आसु को दे ଅଭିମନ୍ୟୁ ସାମର ଶ୍ରୀରାମ ଲେଖା ରାଗ ହଉଛି କାମନି ରାଗ ଦେଖିଲେ ବ୍ରହ୍ମ ଚାରି ଏକତ୍ରିରେ କୁମାରୀ ପୂଜନ୍ତି ରାମ ପ୍ରତିମୂର୍ତ୍ତି ପୂଜନ୍ତି ରାମ ପ୍ରତିମୂର୍ତ୍ତି बाहर इतनी साइजा ओकरा साइजा ଲକ୍ଷ୍ୟ କରିବେ ଆମର ବରେଣ୍ୟ ଶୁଦ୍ଧି ରକ୍ଷକ ସମାଜ ଦେବଶ୍ରୀ ନାରଦ ଯାଇ ଘରରେ ଦେଖିଲେ बेस कौन देखिले ଜାତିରେ ପଣ୍ଡିତ ସବରୀ ଝିଅ ସଚଳା ରାମଙ୍କର ପଣ୍ଡିତ ପ୍ରତିମୂର୍ତ୍ତିକୁ ବାଲୁକାରେ ତିଆରି କରି ପୂଜା ଅର୍ଚ୍ଚନା ଆଜି କରୁଛନ୍ତି ଖାଲି ସେତିକି ନୁହେଁ ସେ ପ୍ରତିମୂର୍ତ୍ତିରେ ଗଳାରେ ପୁଷ୍ପମାଲ୍ୟକୁ ପଣ୍ଡିତ ଆଜି ଅର୍ପଣ କରିବା ପାଇଁ ଯାଉଛନ୍ତି ଦେବଶ୍ରୀ ନାରଦ ଘରରେ ଯାଇ ଦେଖିଲେ ଝିଅମାନଙ୍କୁ ଦେଖିଲା ପରେ ଆଜି ଧିକ୍କାର କରିଲେ କହିଲେ ଝିଅ ଯେଉଁ ରାମ ଜୀବିତ ଯେଉଁ ରାମ ବଞ୍ଚିତ ବଞ୍ଚି ଥାଉ ଥାଉ ତମେ ମାନେ ପୁଣି ରାମଙ୍କର ପ୍ରତିମୂର୍ତ୍ତିକୁ ବାଲୁକାରେ ତିଆରି କରି ଗଳାରେ ଆଜି ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ଯାଉଛି ଏ କଥା ଝିଅ ଆଦୌ ପ୍ରଯୁଜ୍ୟ ହଉନି ନାଇଁ ରାମ କଣ ବସୁଛନ୍ତି ତାଙ୍କର ଗୋଟେ ପ୍ରତିମୂର୍ତ୍ତି କରିଛି ଏ ଝିଅ କେବେ ତମ ନାଁଟା କଣ ଟିକେ କହିଲ ଝିଅଟା କହିଲା ମୋ ନାଁ ହଉଛି ସଚଳା କହିଲେ ରାମ ବଞ୍ଚି ଥାଉ ଥାଉ ତାଙ୍କର ପ୍ରତିମୂର୍ତ୍ତିକୁ ତମେ ଆଜି ପୂଜାର୍ଚ୍ଚନା କରୁଛ ଧିକ୍କାର କରି ଆଜି ଏତିକି ବେଳେ ପଣ୍ଡିତେ ଚାଲି ଯାଉଛନ୍ତି ଆଜି କେଶରା ଦେବଶ୍ରୀ ନାରଦ ବାବେ
କିଏ କାହାକୁ ଠିକାର କରେ? କିଏ କାହା ଉପରେ ରାଗନ୍ତି? ଗୋବର ଋଷି ଗୋବର ଆନା ମାତ୍ର ଗୋଟେ ବଡ଼ ଶ୍ଲୋକ। କହିଲେ ଅଜ୍ଞ ଶିଷ୍ୟ ଗୁରୁ ଗୋବର ସୁଶାସନ ଅନ୍ୟ ଅନେକ ସୁସ୍ପଦର୍ଶନ ସାଧୁ ଗୋବ ଭୟାଭ। କହିଲେ ଅଜ୍ଞ ଶିଷ୍ୟ ଗୁରୁ ଗୋବର। ଗୁରୁମାନଙ୍କ ଆପଣମାନେ ପଣ୍ଡିତ ଦେଖିଥିବେ, ଗୁରୁମାନେ କେବଳ ମୂର୍ଖ ଶିଷ୍ୟମାନଙ୍କ ଉପରେ କ୍ରୋଧାନ୍ୱିତ ହୋଇ ରାଗନ୍ତି। ଦ୍ରୁପଦେନ ସୁଶାସକ ଚୋରମାନଙ୍କ ଉପରେ ପୋଲିସମାନେ ରାଗନ୍ତି। ଅନ୍ୟାୟ ଅନୀତି ସୁସ୍ପଦର୍ଶନ ସାଧୁ ଗୋବ ଭୟାଭ। ଅନ୍ୟାୟ ଅନୀତି ନୀତିକୁ ଦେଖିଲେ ସାଧୁ ସନ୍ତମାନେ ରାଗନ୍ତି। ଭାବରେ ଦେବଶ୍ରୀ ନାରଦ କେବେ କଣ ଆଖି ଦେଖିଲେ ଯେ ରାଗିଲେ? ନା ଯେଉଁ ରାମ ବଞ୍ଚି ଅଛନ୍ତି, ଏ ଝିଅମାନେ ରାମଙ୍କର ପ୍ରତିମୂର୍ତ୍ତିକୁ ଆଜି ପୂଜାର୍ଚ୍ଚନା କରୁଛନ୍ତି। ସେଥି ନିମନ୍ତେ ଆଜି କ୍ରୋଧାନ୍ୱିତ ହୋଇଛନ୍ତି ଦେବଶ୍ରୀ ନାରଦ। ଦେବଶ୍ରୀ ନାରଦ ପଚାରି ଦେଲେ, କହିଲେ ଝିଅ ତ ନାଁଟା କଣ? ଝିଅଟା ଆଜି କଣ କହିଲା? ହିରଣ ସାଗର କୁମାରୀ ଅଟେ ମୋ ହିରଣ ଦେବାରା କୁମାରୀ ଅଟେ ମୋ ସଚରା ମୋହରି ନାମ ସଚରା ମୋହରି ନାମ ସଚରା ପୁରେ ଜନମ ତେଣୁ ସେ ଉଚିତ ଝିଅଟା କହିଲା ମୋ ନାଁ ହଉଛି ସଚରା, ଜାତିର ଆମେ ଶବର, ମୋ ପିତାଙ୍କ ନାମ ହଉଛି ହିରଣ୍ୟ ଶବର, ମୋ ମାଙ୍କ ନାମ ହଉଛି ସୁଜାତା। ଏ ଜଙ୍ଗଲଟା ଭିତରେ ଆମରି ଘର। ହସିଦେଲେ ଶୁଣି ହସିଦେଲା ଯଦି ଶୁଣରେ ଯୁବତୀ ତୋ ମନ କରୁ ତୁ ସାଙ୍ଗ ପୁଷ୍ପମାଲ୍ୟକୁ ଅର୍ପଣ କରିବା ପାଇଁ ଯାଉଛି। ଏଇଟା ଝିଅ କେତେ ଦୂର ଯଥାର୍ଥ ଟିକେ ଭାବି ପାରୁଛ? ଏ ଝିଅ ସଚଳା ଉପରେ ପଣ୍ଡିତ କ୍ରୋଧାନ୍ୱିତ ହୋଇ ଦେବଶ୍ରୀ ନାରଦ ଆଜି ରାଗିକି ଚାଲିଗଲେ। ସଚଳା କହିଲେ କଣ ରାମ ବଞ୍ଚିଛନ୍ତି? ରାମ ଜୀବିତ ନା? ହଁ। କ୍ରୋଧାନ୍ୱିତ ହୋଇ ପଣ୍ଡିତ ଯେତେବେଳେ ଦେବଶ୍ରୀ ନାରଦ ଚାଲି ଯାଉଛନ୍ତି, ଦେବଶ୍ରୀ ନାରଦଙ୍କ ପଛେ ପଛେ ସବରୀ ସେ ସଚଳାଟି ଚାଲିଲା। ପୁଷ୍ପମାଲ୍ୟକୁ ହସ୍ତରେ ଧରି ଦେବଶ୍ରୀ ନାରଦଙ୍କର ଆଗ ସମ୍ମୁଖରେ ପଡ଼ିଲା ସଚଳାର ପ୍ରତିବିମ୍ବର ଛାଇ। ଦେବଶ୍ରୀ ନାରଦ ଆଜି ପଛକୁ ବୁଲି କରି ଚାହିଁଗଲେ। କହିଲେ ଝିଅ ତମେ କଣ ବସାଲେ? କାହିଁକି? ମୁଁ ତ ବାଲୁକାର ପ୍ରତିମୂର୍ତ୍ତି ପୂଜାର୍ଚ୍ଚନା କରୁଥିଲି ରାମ କରୁ ପୁଷ୍ପମାଲ୍ୟକୁ ଧରିଥିଲି ଅର୍ପଣ କରିବା ନିମନ୍ତେ। ଆପଣଙ୍କର ରାମ କବି ଜୀବିତ ଅଛନ୍ତି ବଞ୍ଚିତ? ତାହେଲେ ମୁଁ ଆଜି ସ୍ୱଚକ୍ଷୁରେ ଦେଖିଲି ତାଙ୍କରି ଗଳାରେ ପୁଷ୍ପମାଲ୍ୟକୁ ଅର୍ପଣ କରିବି। ଏ ମା ରାମକୁ ଦେଖିବା ପାଇଁ ଚାହୁଁଛୁ? ଠିକ ଅଛି। ରାଗ ହଉଛି ଚକ୍ଷୁରାଗ। ଗାଈ ଗଳ ଭିତରେ ପଣ୍ଡିତ ଯାଇକି କେଶରୀ ପାଣି ପାଇଥିଲେ ବଳେ ନା ପ୍ରତିଭା? ଉଦ୍ଧନାଥ ଅର୍ଥ ସମୟ ଗୋଟେ କଥା କହିଲେ, ଆସ ମୋର ସଙ୍ଗେ ଆସ ମୋର ସଙ୍ଗେ
ଦେବଶ୍ରୀ ନାରଦ ଲେଖିଲେ କହିଲେ ସୀତା ଯୋଉ ଆସନରେ ବସି ଆସନ୍ତି ରାମଙ୍କର ବାମ ସିଂହାସନ ଆଜି ଖାଲି ପଡିଛି। Shiram my left side. ରାମଙ୍କର ବାମ ସିଂହାସନରେ ଆଜି ସବରି ଝିଅ ସକାଳେ ବସି ପଡିଲା। କହିଲେ ନାରାୟଣ ନାରାୟଣ Narayan. ଭବେ Aଜ୍ଞା ଏତିକି ବେଳେ ପଣ୍ଡିତେ ମା ସୀତାଙ୍କ ନିକଟରେ ଦେବଶ୍ରୀ ନାରଦ ପହଞ୍ଚିଗଲେ। ତମର ଏ ଜାଗାଟା ତ ଭଲ ଲାଗୁନି ଅଯୋଧ୍ୟା। ଯେଉଁ ରାମଙ୍କର ବାମ ସିଂହାସନରେ ତମେ ଆଜି ପର୍ଯ୍ୟନ୍ତ ବସି ଆସୁଥିଲ ସେ ସିଂହାସନରେ ଗୋଟେ ସବରି ଝିଅ ସକାଳକୁ ବସାଇଛନ୍ତି। ଆରେ ଯାଅ ଦେଖିବ ପ୍ରଭୁ ଗବେ ମୋ ପାରୁ ସେ ଦେବଶ୍ରୀ ନାରଦ କହିଲ କହିଲେ ସୀତାଙ୍କ ପାଖରେ ବସିଛି ସବରି ଏତେ ଆଦରଣ ଥିବ ପୁରୁଷରେ ଛାଡ଼ି ମୋର ମନ ଯାଅ ଏବେ ଦେଖ ସେ ତ ଉଚିତ ବିଧାନ ମୋର ଦେବଶ୍ରୀ ନାରଦ ସୀତାଙ୍କ ପାଖରେ କଳିକୁ ଲଗାଇଦେଲେ। କହିଲେ ତମେ ଯୋଉ ଆସନରେ ଆଜି ପର୍ଯ୍ୟନ୍ତ ବସି ଆସୁଥିଲ ସେ ଆସନରେ ତମର ଆଉ କୌଣସି ପ୍ରକାର ଅଧିକାର ନାହିଁ। ସେ ଆସନରେ ଆଜି ସବରି ଝିଅ ସଚଳାକୁ ବସାଇଛନ୍ତି। ସୀତା ଆଜି ପଣ୍ଡିତ ଦେବଶ୍ରୀ ନାରଦଙ୍କର କଥାକୁ ଶୁଣି କ୍ରୋଧାନ୍ୱିତ ହୋଇ ପହଞ୍ଚିଗଲେ। ଏ କଥା ଶୁଣିବ ଏବେ ସୀତା ପଣ୍ଡିତ ପହଞ୍ଚି ଯାଇଥିଲେ ରାମଙ୍କ ନିକଟରେ। ଡାକିଲେ କହିଲେ ସ୍ୱାମୀ ସ୍ୱାମୀ ଆରେ ହଁ ସୀତା ସ୍ୱାମୀ ହଁ ଏଇଠି ନମସ୍କାର। ହଁ ହଁ ଆପଣ ତ ବସିଛନ୍ତି ହଁ ଆପଣଙ୍କ ବାମଙ୍କ ପଟେ ସେ କିଏ ବସିଛି? ସେ ଜାତିର ହଉଛି ସବରି ଝିଅ ତା ନାଁଟା ହଉଛି ସଚଳା। ମୋ ଆସନରେ କାହିଁ ବସିଛି? ତମ ଆଶ୍ରମରେ ତମେ ତ ଥିଲ ବ୍ୟସ୍ତ ଭିତରେ ସେ ବସିଛି ମୋ ଗଳାରେ ସେ ପୁଷ୍ପମାଲ୍ୟକୁ ଅର୍ପଣ କରିଛି ଭକ୍ତ ହିସାବରେ। କେତେ ଶୀଘ୍ର ସେ କଥା ଭୁଲିଗଲ ତମେ? କୋଉ କଥା ସେ ଚଉଠି ଦିନର କଥା ଯୋଉ ଚତୁର୍ଥୀ ଦିନ କଥା ମଧୁସୂର୍ଯ୍ୟ ଗୃହ ଭିତରେ ଯାହା ନୀତି ନିୟମ ଥିଲା। ଶପଥ କରିଥିଲ ହଁ କେତେ ଶୀଘ୍ର ଭୁଲିଗଲ ସ୍ୱାମୀ? କନକ ବେଦୀ ପରେ ତା ମନୋରଞ୍ଜନର ହଁ ପାଖରେ ପଠିତ ହୋଇ ମୋ ହାତ ଉପରେ ହାତ ରଖି ସାତ ଦୀପ ଆଠ କଳସ ଭାଙ୍ଗି ସାକ୍ଷୀ ରଖି ମତେ ସ୍ତ୍ରୀର ମାନ୍ୟତା ଦେଇ ଆଣିଲ। ଆଉ ଆରେ ସିଏ ମୋ ସ୍ତ୍ରୀ ନୁହଁ କଣ ସେ ଭକ୍ତ ହିସାବରେ ପୁଷ୍ପମାଲ୍ୟକୁ ମୋ ଗଳାରେ ଆଜି ଅର୍ପଣ କରିଛି। ସେଇ ଯୋଉ ପୁଷ୍ପମାଲ୍ୟ ଆପଣଙ୍କ ଗଳାରେ ସେ ଅର୍ପଣ କରନ୍ତି। ହଁ। ଯଦି ସେ ତମ ସ୍ତ୍ରୀ ନୁହଁ ତାହେଲେ ସେ ପୁଷ୍ପମାଲ୍ୟ ପାହାଡ଼ କରି ଗଳାରୁ ଏ ପୁଷ୍ପମାଲ୍ୟକୁ ଗଳାରୁ ବାହାର କରି ପାଦ ତଳେ ଥୋଇଦେବି? ଅସମ୍ଭବ ସୀତା ଅସମ୍ଭବ। କାହିଁକି ଅସମ୍ଭବ? କଣ ପାଇଁ ଅସମ୍ଭବ? ତମର ସମ୍ଭବ ମୁଁ ଆଉ ଏ ମା ତମରି ଭଳି ଜଣେ ନାରୀ ଆଜି ରାମଙ୍କ ସହିତ ଯୁକ୍ତି କରୁଛନ୍ତି। କହିଲେ ମୁଁ ଧାଉ ଧାଉ ଆଉ ଜଣେ ରାମ ସିଂହାସନରେ ବସିବା କଥା ଅସମ୍ଭବ।
কর্তব্য স্ত্রীর দায়িত্ব স্বামীকে বানাগি নট করে উদ্ধার করিব হ্যাঁ নিশ্চিত যে 12 বর্ষ ভাই সব 12 বর্ষ কইলে সব 12 বর্ষ অতি ক্রীড়া করিলে সব শুনি যাচ্ছে তারি হার মানবতি করে বলার করতেও তাহলে উদ্ধার আরে 12 বছর খাই নছিল 12 বছর লক্ষণ করি নছিল 12 বছর শয়ন করি নছিল সে হচ্ছে ইংরেজি কে ঠাকুর মূর্তি বর্ণ করেছে সে বলানি সিএন মহা আর কি আছে আমার আছে কে তোমার ভাই লক্ষ্মণ আরে যদি মু কিছু ভুল করি খেলি তবে তোমার মধ্যে আদি লগ্ন দেই থাকব যে সানো ভাই অনুজল কোন ভালো ভালো করি করি কেতে ধোকা সব জল কোন তুমি আজি বসদল কদলি মু কদলি মো আসলে মতে হইতে যদি লগ্ন দেই থাকব তেবে ভালো হইতা যে অনুজল কোন তোমাকে ভালো ভালো করি নিল ধোকাই আছে সব জল কোন কাজ হিসাব করো লক্ষ্মণ হইলে লক্ষ্মণଙ୍କର ହାଡ଼ ମାଳଟା ଯଦି ମୋ ଗଳାରେ ପଡ଼ିବ ତେବେ ମୁଁ ଆଜି ବାଙ୍ଗାକି ଲକ୍ଷ୍ମଣ ଉଦ୍ଧାର ହେବି ସେଇଆ କର ଏ ସୀତେ ଏ ସୀତେ ତମେ ଆଜି କେତେ ବଡ଼ କଥା କହିଲ ମୁଁ କହିଲି ବଡ କଥା ମୋ ସାନ ଭାଇ ଅନୁଜ ଲକ୍ଷ୍ମଣଙ୍କର ହାଡ଼ ମାଳ ମୋ ଗଳାରେ ପଡ଼ିଲେ ମୁଁ ବାଙ୍ଗାକି ଲକ୍ଷ୍ମଣ ଉଦ୍ଧାର ହେବି ତମେ ଆଜି କଣ କହିଲ ସୀତେ ରାମ ଆଜି କାନ୍ଦୁଛନ୍ତି ସର୍ବଶେଷରେ ହାରିଗଲେ ସର୍ବଶେଷରେ ସବୁ କଣ ଘଟଣା ଘଟିଗଲା चुना है माता चुना चुना है माता चुना घर अपना है ले पारा हे ठाकुरे साहा एक तो कला ठाकुर साहा एक तो कला ठाकुर चुना है नाक चुना घर अपना है ले पारा साहा एक तो कला ठाकुर
ଲାଗିଥିଲା ଗୋହରି ସେ ସୁଖ ଦୀପ ଦୁଃଖ ଝରରେ ଲିଭିଗଲା ଭାଜରେ ସେ ସୁଖ ଦୀପ ଦୁଃଖ ଝରରେ ଲିଭିଗଲା ଭାଜରେ ଉତୁଡ଼ି ଗଲା ସ୍ୱର୍ଗ ପୁରା উতুরি গলা স্বর্গ পুরা শিশুর চলা পরা টুকুরা ঠাকুরা তাহা একা টুকুরা ঠাকুরা সুন্দর হেলা সুন্দর ঘর আপন হেলে পর সাহা পিতা টুকুরা ঠাকুরা সাহা একা টুকুরা ঠাকুরা ରାମ ଆଜି କାନ୍ଦୁଛନ୍ତି କହିଲେ ହେସିରେ ତମେ ଆଜି ଠାରୁ ମୋର ହକେ ଯିଏ ବସାକ ଭାଇ ଅନୁଜ ଲକ୍ଷ୍ମଣକୁ ଏତେ ବଡ଼ ଅଭିଶାପ ଦେଇପାରିଲା ସେ ନାରୀର ମୁଖକୁ ଆତ୍ମା ଦର୍ଶନ କରିବା ପାଇଁ ଚାହୁଁନି ଏ ଲକ୍ଷ୍ମଣ ସୀତାକୁ ମୋ ନିକଟରୁ ନେଇକି ଚାଲିଯାଅ ନେଇଯାଅ ତାକୁ ନେଇକି ମାତା ଉପରେ ଯାଇ ଛାଡ଼ି ଆସ ଆରେ ନେଇଯାଅ ସୀତାକୁ ଏତେ ବଡ଼ ଅଭିଶାପ ଦେଇଛନ୍ତି ଲକ୍ଷ୍ମଣ ମରିବେ ଲକ୍ଷ୍ମଣଙ୍କର ହାରମା ବଗଳାରେ ପଡ଼ିବେ ଯେ ସବର୍ଜ୍ୟ ସଚଳକୁ ବାମ ସିଂହାସନରେ ସ୍ଥାନ ଦେଇଛି ସୀତାଙ୍କ ବ୍ୟତୀତ ମୁଁ କେବେ ସେବା ମାଗି ନର୍କରୁ ଉଦ୍ଧାର ହୋଇ ମୁଁ ଦେଖିବା ପାଇଁ ଆଉ ଚାହୁଁନାହିଁ ତାକୁ ନେଇଯାଅ ଲକ୍ଷ୍ୟ କରିବେ ବରଣେ ସୌଦ ସମାଜ ସୀତାଙ୍କ ବିପଣୀରେ ଲକ୍ଷ୍ମଣ ଆଜି ସାଙ୍ଗରେ ନେଇଗଲେ ପାତାଳପୁରକୁ ସୀତା ଆଜି ଚାଲିଲେ ଘରୁ ଯିବା ବେଳେ ସୀତା କିଛି ପଣ୍ଡିତ ଅମ୍ଳାନ ବସ୍ତ୍ରକୁ ସାଙ୍ଗରେ ନେଇକି ଗଲେ ସେ ଅମ୍ଳାନ ବସ୍ତ୍ର ମଧ୍ୟରୁ ଜଙ୍ଗଲ ରାସ୍ତା ଦେଇ ଯିବା ବାଟରେ ଅମ୍ଳାନ ବସ୍ତ୍ର ମଧ୍ୟରୁ ଗୋଟିଏ ବସ୍ତ୍ର ଖସି ପଡ଼ିଲା ବାଟରେ ଯିବା ବେଳେ ତା 2 ଦିନ ପରେ ସବର୍ଜ୍ୟ ସଚଳାର ପିତା ହଉଛନ୍ତି ହିରଣ୍ୟ ଶବର ଯାଇଛନ୍ତି ପଣ୍ଡିତେ ସୀତା ଅନ୍ୱେଷଣରେ ଜଙ୍ଗଲକୁ ମୃଗରେ ଶିକାର କରିବା ନିମନ୍ତେ ଏତିକି ବେଳେ ନଜର ପଡ଼ିଲା କହିଲେ ଗୋଟେ ଭଲ ବସ୍ତ୍ର ଟିକେ କଣ ପାଇଲିନି ଅମ୍ଳାନ ବସ୍ତ୍ର ଯାହାର ମୂଲ୍ୟ ଦେଇ ହବ ନାହିଁ କହିଲେ ଆଉ କଣ ଶିକାର କରିବା ପାଇଁ ଯିବି ମୋ ଝିଅ ସଚଳାକୁ ଦେବି ଏ ବସ୍ତ୍ର ଦେବି ସଚଳା ମାରେ ଜଙ୍ଗଲକୁ ଯାଇଥିଲେ ମୃଗ ଶିକାର ଅନ୍ୱେଷଣରେ ଆଉ ଶିକାର କଣ କରିବି ଗୋଟେ ଭଲ ବସ୍ତ୍ର ଟିକେ ପାଇକି ଆଣିଛି ତୁ ଯେତେବେଳେ ଯିବୁ ସ୍ନାନ ସଜ୍ଜ କରିବା ନିମନ୍ତେ ଏ ବସ୍ତ୍ରକୁ ପରିଧାନ କରିବୁ ହିରଣ୍ୟ ଶବର ହଉଛନ୍ତି ପଣ୍ଡିତ ସବର୍ଜ୍ୟ ସଚଳାଙ୍କର ପିତା ଝିଅକୁ ଦେଲେ ବସ୍ତ୍ର କହିଲେ ଯେତେବେଳେ ସ୍ନାନ କରିବୁ ଏ ବସ୍ତ୍ରକୁ ତୁ ପରିଧାନ କରିବୁ ଝିଅଟି ରଖିଲା ବସ୍ତ୍ର ପଣ୍ଡିତ ସେପଟେ କିଛି ଦିନ ପରେ ରାମ ସୀତାଙ୍କୁ ଛାଡ଼ି ଦେଇଛନ୍ତି ସତ୍ୟ ଲକ୍ଷ୍ମଣ ସୀତାଙ୍କୁ ଛାଡ଼ିକି ଫେରିଛନ୍ତି ସ୍ୱାମୀ ସ୍ତ୍ରୀ ଭିତର କଥାଟା କେତେ ରାଗ କେତେ ଭଲ କେତେ ମନ୍ଦ ଅଛି ଯଦି ସ୍ୱାମୀ ଯଦି ସ୍ତ୍ରୀକୁ ରାଗରେ କୌଣସି ପ୍ରକାର କଥା କହିଦିଅନ୍ତି ପର ମୁହୂର୍ତ୍ତରେ ସେମାନେ ବଦଳି ଯାଆନ୍ତି କହିଲେ ଲକ୍ଷ୍ମଣ ତୋର ସୀତା ଭାଉଜ ଗଲେଣି ଅନେକ ଦିନ ହେଲାଣି ଘରଟା ଭଲ ଲାଗୁନାହିଁ ଏବେ ମୁଁ ଯାଉଛି ସୀତା ଭାଉଜକୁ ଖୋଜି ଆଣିବି ତତେ ସବୁ ଘରର ଦାୟିତ୍ୱ ଲାଗିଲା ଏତିକି କଥା ପଣ୍ଡିତ କହିସାରିବା ପରେ ରାମଚନ୍ଦ୍ର ଲକ୍ଷ୍ମଣଙ୍କୁ ସବୁ ଘରର ଦାୟିତ୍ୱ ଦେଇ ସୀତାଙ୍କୁ ଗଲେ ଖୋଜିବା ପାଇଁ ସୀତାଙ୍କୁ ଯାଇଛନ୍ତି ରାମ ଖୋଜିବା ପାଇଁ ଏପଟେ ଲକ୍ଷ୍ମଣ ଥିଲେ ଏପଟେ ଉର୍ମିଳା ଅଛନ୍ତି ସେମାନେ 2 ଜଣ ଘରର ଦାୟିତ୍ୱ ସବୁ ବହନ କରୁଛନ୍ତି ଦିନେ ଉର୍ମିଳା ଡାକିଲେ ଲକ୍ଷ୍ମଣକୁ କହିଲେ ସ୍ୱାମୀ କହିଲେ ସ୍ୱାମୀ ଭାଉଜ ଗଲେ ସିଆଡେ ରହିଲେ ଭାଇ ବି ମଧ୍ୟ ଗଲେ ସିଆଡେ ରହିଲେ ଆଉ ତେବେ ତମେ ଗୋଟେ କାମ କର ତମେ ରାଜଗାଦିରେ ରାଜସିଂହାସନ ବସ ରାଜା ହୁଅ ମୁଁ ଟିକେ ରାଣୀ ହେବି କେମିତି ହବ ହଁ ହଁ ହଁ
ये बोलते मु राजा है से रानी हबो रानी मकुट पिंड केते इच्छा था बस से कथा को आत्म मन भीतर आनो नहीं ये देखो हां मुझे चाह देवा आवश्यक नहीं मानव बड़ी देवा आवश्यक नहीं मो भाई को बिना मु केबे भी बंची को पारे नहीं मो भाई तोरे मुसे बस ना लक्ष्मण मना कर देलो दुनिया को कहले भाई होची मोर जीवन रो प्रतीक मो भाउज बिना भाई बिना मो बंची पारला भाउज कोन किछि कहि देले भाई कागर बोली भाई ताको पठाई देले मो पाखरा मोहले पातालपुरे भाउज छुटी भाई जाइछनी खोजबा पे तेबे तमे तमर घर सब दायित्व बुझ मु जाची भाई भाउज खोजी लक्ष्मण थिले माल केमितिया भाई देखो भाई भाउज जाइछनी रागरे प्रधानी करे सीता जाइछनी बोली राम जाइछनी खोजबा पे लक्ष्मण को मन बुझिला नै कहले भाई भाउज गले माने मते को घर भीतर भल लागिबो कि मु जाची केबे भाई भाउज खोजी आनी लक्ष्मण पंडित चाले भाई भाउज खोजबा पाई आज्ञा एटी के सेबरे पंडित जो सबरी जो सचड़ा हिरण्य सबर तक बापा को देखो जो पाइथिले सीतांकर मिलिथिला जो अमलार वस्त्र से अमलार वस्त्र को हिरण्य सबर नै सचड़ा को देथिले कोले स्नान करबा गले ए वस्त्र को परिधान करबो से जाइछो स्नान करबा पई सती सचरे मानव सहित एपडा लक्ष्मण राम भाई को भाउज को खोजी खोजी आउछ हठात नजर पड़िला कोई देही बहुत हे मो भाई जाइछो भाउज को पाई नाती एठी बहुत हे भाउज छ काहे की ना मो भाउज को वस्त्र को देखि को चिन्हि सारली ए जय से वस्त्रटा मोर दे मु बाबा तो नहीं तो बोपा तो किनि जान थबलो झियो ना यार तो बोपा स्टोर देखिलानी ए आली मो भाउज वस्त्र मते दे हम भाउ का वस्त्र दिए तो पुना दे दे हाले हम ना हे नाही करा ए वस्त्र हमरो ना हम बापा मते देछन तो बोपा चोरे सबरे जे माने पंडित जुआरे जानती सांगरे पुरीटा को लेके जानती से सरज नदी कूଳରେ पुरीटा को बचाइले ए तुरी सदर गाई सबर बोली मधे बोलिया हिरण्य सबर समद सबर मान डाकिले कहले जे माने एबे स्नान करबा ପାଇଁ ସରଜ ନଦୀ କୌଣସି ପ୍ରକାର ବିପଦରେ ପଡ଼ିଲେ କି କଣ ବୋଧ ହୁଏ ତୁରୀ ସଦର ଗ୍ରାମ को सुबिला आकाश दौड़ी जा देखि समस्त दौड़ी देखो दे कोठा दले करे कुटे बाबा
बोलो आकाश मार्गरे ठाई देवसी नारदानी चिंता करिले कहले लक्ष्मणकर शक्तिटा न कमिले କିଛି ସମସ୍ୟା ସମାଧାନ ହୋଇ ପାରିବ ନାହିଁ ବାବୁରେ ଲକ୍ଷ୍ମଣଙ୍କ ସହିତ ହିରଣ୍ୟ ସଭାଙ୍କର ପଣ୍ଡିତ ଯୁଦ୍ଧ ଚାଲିଛି ଲକ୍ଷ୍ମଣଙ୍କର ଶକ୍ତିଟା ଏଠି କମିଲା ଦେବସି ନାରଦ ଚିନ୍ତା କଲେ ନ କମିଲେ କିଛି ହେଇପାରିବ ନାହିଁ ଗାଲା लक्ष्मण काजी पंडित मारी नहीं समस्त सबल माने जी दौड़ी चली आछली एति के बेले बाबूरे देवसी नारद जे आकाश मार्ग रो ओल्हाई आसले बस बस कहले नारायण नारायण अरे समस्त पड़े जाउछो अरे भौर लोग माने के सब हम तोड़ को मारी कांगरा दियो चंदू ए भाई राम कांगरो राम जदी जानिबे तब वंश को रखिले जदी लक्ष्मण को मारि छमारिछो कांगरो सब को नै सरजन दे भसाई फाळे किसरा फाळे बड़ होची देखनु आरु मारि देले के धरे बाप से को के धरे आ पारिबो ना मु जिबी राम राम हरि नाम सत्य है हरि नाम सत्य है हरि नाम सत्य है लक्ष्य करिबा मा भले संत समाज लक्ष्मण को पंडित समस्त सबल माने जी मारि दे छथि जेतले दौड़ी आछथि देवसी नारद कहले राम को भाई जदी लक्ष्मण राम जदी जानिबे तबे तब वंश को निपात करि देबे जदी मारिछ सरजनते घसाई दियो सरजनती आज पंडित लक्ष्मण को भसाई दिछ कथा अछि जेतले ब्रह्म सिंहासन सबरिछ सचला को स्थान दैथिले मर्यादा पुरुष रामचंद्र सेदिन सीता निशाब दैथिले बामागी नरक धरबा पई हेले लक्ष्मण को हारमाळ तम गळारे पड़िले तबे बामागी नरक उद्धार हो एमिति पंडित देखो तो चमत्कार कथा आश्चर्य घटना लक्ष्मण को मारि नहीं सरजनते भसाई दिछ रामचंद्र आज खोजी 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 सीता बारी आउछ राम आज खोजी खोजी सीता बारी पंडित रामचंद्र जाई पंडित सरज नदी कूल रे पहुंची जंती तृषाद्रगा को लागि छी एबळे लक्ष्मण को सब बारी भसाई दै छी समस्त सबर माने राम सीता खोजी खोजी जाई पहुंची जंती सरज नदी कूल तृषाद्र निजर मंतले बाटा हौ मो मां माने बसी पाला देखुचंती मां माने को गोटे कथा पछे मां माने केते जाय सिंदूर लगुच देखि कहबो आगे पांच देखो तमर को पांच स्वामी की हमर तो सात जगह सिंदूर लोक होंदी हमर कोन स्वामी सात सिंदूर खाली ढालो ढालो 6 जगह प्रथम सिंदूर सिद्धि ये होती स्वामी को पाई पोलिसी ध्यान और नाली शब्द में डेंजर लाइट द्वितीय नंबर सिंदूर त्रिकुट त्रिकुट लगाबो का पाई ना मां लक्ष्मी का पाई लगे बेले कोन कहबो हे मां लक्ष्मी तमरी नाम रे सिंदूर काली धारण करती त्रिकुट रे जगन्नाथ पाखरे तमरी सिंदूर जे दाउता हो जळुछि मोर सिंदूर समिति स्वामी को पाखे दाउ दाउ जळुथो तीन नंबर सिंदूर कंठ कंठे कहा में लगेला मां सरस्वती बागवती बिना पानी को पाई लगे बेले कोन कहबा हे मां सरस्वती तमरी नाम रे कंठ रे सिंदूर काली धारण करछि पिला मानको विद्यापति दियो कंठ को जड़े भले खाइबा पाबिलो सासु ससुर बड़ मानक निकट रे वचनटी मधुरमय हो चार नंबर सुंदर वाम हस्त संख्या पांच नंबर सुंदर डाहाण हस्त संख्या कहा पे लगाइबो सासु ससुर को बुझुथिबो नेकी जोहर देवता भरे सासु दे स्वामीर पूजा सिंहा सब सर्व संपदर घरे बोले वाम हस्त संख्या रे सिंदूर लगावे सासु को पाई डाहाण हस्त संख्या रे सिंदूर लगावे ससुर को पाई
ଜାଣିବୁ ଆରେ ହଁ ମ ଏଇନେ ସିରିଏଲ ଚାଲିଛି ଚାହା କରିବାକୁ ଯିବ କହିଲେ ଟିଭି ପାଖରେ ଉଠୁନି ଆସନ ଟିଭି ପାଖରେ ଉଠୁନି ଆସନ କୋଉ ଶାଶୁକୁ କରନ୍ତି ଶାସନ କୋଉ ଶାଶୁକୁ କରନ୍ତି ଶାସନ ଏବେ ଯୁଗ ହୋଇଗଲାଣି ଓଲଟା ଏବେ ଯୁଗ ହୋଇଗଲାଣି ଓଲଟା ଶାଶୁ ଧଉଛନ୍ତି ବହୁ ପାଲଟା ଶାଶୁ ଧଉଛନ୍ତି ବହୁ ପାଲଟା ଆଗେ ବହୁ ଥିଲେ ଶାଶୁ କଥାରେ ଆଗେ ବହୁ ଥିଲେ ଶାଶୁ କଥାରେ ଏବେ ଚଳିଲାଣି ଶାଶୁ କଥାରେ ଏବେ ଚଳିଲାଣି ଶାଶୁ କଥାରେ ବହୁ କଲକେ କରିଛି ଶୟନ ବହୁ କଲକେ କରିଛି ଶୟନ ଶାଶୁ ମାଜିଲାଣି ବାସି ବାସନ ଶାଶୁ ମାଜିଲାଣି ବାସି ବାସନ ଶାଶୁ କହିଦେଲେ ପଦେ ଆକଟି ଶାଶୁ କହିଦେଲେ ପଦେ ଆକଟି ବହୁ ଚାହିଁଲାଣି ଆଖି ଧରି ବହୁ ଚାହିଁଲାଣି ଆଖି ଧରି ଆଗେ ମୁଣ୍ଡ ଦେଉଥିଲେ ଓଢ଼ଣା ଆଗେ ମୁଣ୍ଡ ଦେଉଥିଲେ ଓଢ଼ଣା ଏବେ ମୁଣ୍ଡରେ ଉଡ଼ିଲା ନିଆନା ଏବେ ମୁଣ୍ଡରେ ଉଡ଼ିଲା ନିଆନା ଆଗେ ହଳଦୀ ରତନ ଚଞ୍ଚଳ ଆଗେ ହଳଦୀ ରତନ ଚଞ୍ଚଳ ଏବେ ମାଖିଲାଣି ସୁହ ପାଉଡର ଏବେ ମାଖିଲାଣି ସୁହ ପାଉଡର ଆଗେ ଯାଉଥିଲେ ବାଟେ ଚାଲିକି ଆଗେ ଯାଉଥିଲେ ବାଟେ ଚାଲିକି ଏବେ ପିନ୍ଧିଲାଣି ହାଇ ହିଲ୍ ଏବେ ପିନ୍ଧିଲାଣି ହାଇ ହିଲ୍ ଆଗେ ଘସୁଥିଲେ ଦାନ୍ତ କାଠିରେ ଆଗେ ଘସୁଥିଲେ ଦାନ୍ତ କାଠିରେ ଏବେ ବ୍ରଶ ମାଖିଲାଣି ପାଟିରେ ଏବେ ବ୍ରଶ ବସିଲା ପାଟିରେ ବସ୍ ନା ଟ୍ରକ୍ ଟ୍ରାକ୍ଟର ବସିଗଲା ମ ବ୍ରଶ ଭଗିରା ବାବୁ ଆଜ୍ଞା ମା ସିଏ ତମର କିଏ କି ଇଜ ମାଇ ୱାଇଫ କେମିତି ଜାଣିବା ମୋ ସ୍ତ୍ରୀ ମୁହଁ ଯେମିତି ତା ମୁହଁ ସେମିତି ହଁ କହିଲେ ସେ ମୋ ସ୍ତ୍ରୀ ମାଇ ମିସେସ୍ ଭଗିରା ବାବୁ ୱାଇଫ ଏବେ ସେ ମୋ ଅନ୍ତରର ମୁଁ ତା ପୁଟା ଭିତରର ହଁ ଆଜିକାଲି ଶାଶୁ ଶ୍ୱଶୁର କେହି ମାନୁନାହାନ୍ତି କେହି ଗାଁରେ 6 ନମ୍ବର ସୁନ୍ଦର ଲଗାଇବା କର୍ଣ୍ଣରେ କାବେ ବାମ ହସ୍ତ ସୁନ୍ଦର ଲଗାଇବା ସରକାରୀ ଶାଶୁଙ୍କ ପାଇଁ ଡାହାଣ ହସ୍ତ ସରକାରୀ ଶ୍ୱଶୁରଙ୍କ ପାଇଁ 6 ନମ୍ବର ସୁନ୍ଦର କର୍ଣ୍ଣରେ କର୍ଣ୍ଣ ଗୁରୁଙ୍କ ପାଇଁ ଯେଉଁ ମାଆମାନେ ବେଦି ଉପରେ ବସି ବିବାହ କରିଥିବେ ସେମାନେ କର୍ଣ୍ଣ ଗୁରୁଙ୍କ ପାଇଁ 6 ନମ୍ବର ସୁନ୍ଦର କର୍ଣ୍ଣରେ ଧାରଣ କରିବେ ଆଜ୍ଞା ଆଜ୍ଞା ବାବୁରେ ଯେଉଁମାନେ ସୁନ୍ଦର ଲଗାଉଛନ୍ତି ସେମାନେ ସମସ୍ତେ ବିଧବା ସହିତ ସମାନ କଣ ଏଇନେ କହୁଛ ସଧବା ଏଇନେ କହୁଛ ବିଧବା କଣ ଇଏ କି କଥା ବୁଝିହଉନି ମୁଁ କାହିଁକି ଏ କଥା କହିଲି କାଇଁ କହିଲ ମୋ ମାଆମାନେ ସମସ୍ତେ କିଛି ନା କିଛି ପର୍ବପର୍ବାଣି ପାଳନ କରନ୍ତି ହଁ ଯେତେବେଳେ ସ୍ନାନ କରିବା ପାଇଁ ଯାଆନ୍ତି ଏ ସିନ୍ଦିରେ ଲାଗିଥାଏ ସୁନ୍ଦରକୁ ହଁ ସେମାନେ ସାମ୍ପୋ ସାବୁନରେ ମୁଣ୍ଡଟିକୁ ସଫା କରନ୍ତି ହଁ ସେ ସିନ୍ଦିରେ ଲାଗିଥାଏ ସୁନ୍ଦରକୁ ଲୁଗାର କାନି ପଣତରେ ପୋଛି ଦିଅନ୍ତି ତେବେ ସେଇ ମାଟି ମୋର ହେଲା କଣ ରେ ବିଧବା ବିଧବା ସହିତ ସମାନ ନୁହଁ ସହିତ ସମାନ ସାମ୍ପୋ ସାବୁନ ମାରିଲେ ମୁଣ୍ଡ ସଫା କରିବେ ସିନ୍ଦିରେ ଲାଗିଥାଏ ସୁନ୍ଦରକୁ ଲୁଗାର କାନି ପଣତରେ ମୋ ମା ମାନେ ପୋଛି ଦେବେ ବାବୁରେ ସଦବା କାହା କହିବା ମୋ ମା ମାନେ ସ୍ୱାମୀ ମାନଙ୍କ ପାଖରେ ଶୟନ କରିଥିବେ ସ୍ୱାମୀ ମାନଙ୍କ ପାଖରେ ଯେତେବେଳେ ଶୟନ କରିଥିବେ ମୋ ମା ମାନେ ସକାଳୁ ଉଠି ଯେତେବେଳେ ସ୍ନାନ କରିବା ପାଇଁ ଯିବେ ସ୍ୱାମୀଙ୍କର ଡାହାଣ ପାଦର ବୃଦ୍ଧ ଅଙ୍ଗୁଷ୍ଠିରେ ସିନ୍ଦିର ସୁନ୍ଦରକୁ ସଂକେତ ରଖିଦେଇ ଗଲେ ତାକୁ କହିବା ସଦବା ନାରୀରେ ହଁ ବାବୁରେ ଡାହାଣ ପାଦର ବୃଦ୍ଧା ଆଙ୍ଗୁଳିରେ ସିନ୍ଦୁର ପକେଇକି ଗଲେ ଏଇଟା ସ୍ୱାମୀ ପାଇଁ ସନ୍ତକ ରହିଲା ମୁଁ ତ ଏବେ ମାସେ ହେଲା ଆସିଲି ପାଲା ଗାଇବାକୁ ହଁ ଆମର କୋଉଠି ଲଗଉଥିଲେ ସିନ୍ଦୁର କଣ ତା ବୃଦ୍ଧା ଆଙ୍ଗୁଳିରେ ଲଗଉଥିଲେ ଏ ନା ତା ବୃଦ୍ଧା ଆଙ୍ଗୁଳିରେ ଲଗଉଥିଲେ ନା ଭଲ କଥା ଧରିଛୁ ଆଉ କଣ କହିଲେ ମୁଁ ତ ତମ ସହିତ ମାସେ ହେଲାଣି ପାଲକୁ ଆସିଲି ମୋ ସ୍ତ୍ରୀ କୋଉଠି ସୁନ୍ଦର ଲାଗୁଛି ଲଗଉଛି ଭଗବାନ ତା ବୃଦ୍ଧା ଆଙ୍ଗୁଳିରେ ଲଗଉଛି ଶୁଣ ତମେ ଯଦି ଘରେ ନା ତମ ସ୍ତ୍ରୀ କୋଉଠି ସୁନ୍ଦର ସଂକେତ ରଖିଦେବେ ତାକୁ କହିବା ସଦବା ନାରୀ ସମସ୍ତଙ୍କ ଘରେ ପ୍ରତ୍ୟେକଙ୍କ ଘରେ ଏରୁଣ୍ଡି ବନ୍ଧ ଅଛି ଏରୁଣ୍ଡି ବନ୍ଧରେ ମା ଲକ୍ଷ୍ମୀ ସାମନାରେ ବସବାସ କରନ୍ତି ସିନ୍ଦିର ସୁନ୍ଦରକୁ ନେଇ ସେଠାରେ ସଂକେତ ରଖିଦେଇ ସ୍ନାନ କରିବା ପାଇଁ ଗଲେ ତାକୁ କହିବା ସଦବା ନାରୀରେ ସାଗର କନ୍ୟା ଲକ୍ଷ୍ମୀ ସାବିତ୍ରୀ କଣ୍ଠସ୍ଥ ଭାଗବାଦିନୀ କଙ୍କଣା ଚଣ୍ଡୀ ବାବୁରେ ଆଜ୍ଞା କଥା ପ୍ରସଙ୍ଗ ଅଛି କୋଉଠି ଆପଣ ମାନଙ୍କର ଗାଁର କେତୋଟି ପୁଅ ଝିଅ ଅଛି ବାପା ମୁଁ ଆଜି କହିବି ତୁମ ଜ୍ୟୋତିଷ ତୁମ ଜ୍ୟୋତିଷ ହଁ ଦିନରେ ଭଲ ବୁଝିବାର ରହୁଥିବ ତମର ଗାଁର କେତୋଟି ପୁଅ ଝିଅ ଅଛି ମୁଁ ଆଜି କହିବି ଆପଣ ମାନଙ୍କୁ ଗୋଟେ ହିସାବ ଦେବି ଆପଣ ମାନେ ସେ ହିସାବଟିକୁ ମନ
হিসাব করিবে মনে মনে সংখ্যা নেবে 2 সংখ্যা 2 সংখ্যা নেবে আপনাদের ঘরে যেতেটা পুଅ অছন্তি 2 জন থাকতো 4 জন থাকতো 10 জন থাকতো যেতেটা পুଅ অছন্তি যদি পুଅ নাদি পুଅ সংখ্যা মিশাই দেনি যদি পুଅ অছন্তি যেতেটা সে পিতা মাতা 2 সংখ্যারে ए संख्या को पंडित मिसाई दे जेति की संख्या हला ताको 10 अंक रे गुणी देबे गुणीले कि दादा भाई माने गुणीले 10 अंक रे गुणी सारीबा परे जेति की संख्या हला ता सहित 5 संख्या को मिसाई दे मने मने मिसाई सारीबा परे 5 संख्या जेति की संख्या हला घरे जतरा झियो छथि झियो संख्या ता सहित मिसाइबे जदि झियो नामी झियो संख्या आपण माने छाडी देबे जेति की संख्या हला आपण माने मते के कहि परिबे की आज्ञा हिसाब करिले की केते हिसाब करछंती हिसाब जदि ठीक थिबो देबो उत्तर आसीबो ठीक हिसाब जदि भूल हबो उत्तरटा देबे आसीबो भूल 45 ना केते कहले मते गोटी भाई आपण घरे झियो नांती पुओ गोटी चला ना हिसाब ठीक है उत्तर ठीक है कोला भाई ने हिसाब करछ की 55 हां आपण उत्तर आसीला पुओ होची आपण 3 किंतु झियो ना हां ठीक है हां गुण विषय विभोद मंडली मारे ढिला पड़ो सरज नदी कूले पहुंची सेपटे सफल माने लक्ष्मण काजी मानी सरज नदी पंडित भसाई राम खोजी खोजी आई ग्रीष्म दिन तुषार टे लगिला बाबे निजर तुषा को मेंटाइबा पाई आज सरज नदी को प्रत्यावर्तन कर सरज नदी को आज पंडित प्रत्यावर्तन कर रामचंद्र प्रथमे पादटी आज पकाई आज जलकाजी निज हस्त काज उठाचंती काम करबा के पादर हठात पंडित कोन बाजिला रामचंद्र दिखले पाद दिखले पकाई कहले कोन मो पादर बाजुची दिके देखिला रामचंद्र बाबुरे उठाचंती हस्त देखिले ये हाथ रे आजी कोन मो देखुची निज हस्त रे आजी कोन देखुची मने पड़िला पंडित सही दिला कथा जे दिन सबरे छ सचला को बाम सिंहासन रे राम बसाई थे भक्त हिसाब रे सेही दिन पंडित मां सीता अभिशाप देखले तमे बामागी नकरे पड़छ बामागी नकर धाया पाई हेले लक्ष्मण कर हाड़ मारो तमे गोला रे पड़िले तमे देबे जाय बामागी नकर उधार रामचंद्र जी पंडित भाई लक्ष्मण करो हाड़ को धरिया जी कांदुछो ये सब मु कोन देखुछि देवश्री नारद जी आकाश मार्ग रो धाय आसे गोटे पद आसे देवश्री नारद केमि आसे जदुवाणी महापात्र प्रबंध पूर्णचंद्र राग आहारी ताल त्रिकोण 7 मिनिट रे गति बाजिबो छंद तबरे गिनी दबो आ पारे गोटे शिव तांडव करिबा तापरे विदाय दबो शिव तांडव हबो बुझी पाछती वही जानी मोने जदी जाता
ଶବକୁ ଧରି ଆଜି କାନ୍ଦୁଛନ୍ତି। ଲକ୍ଷ୍ମଣଙ୍କର ଆଜି ହାଡ଼ ଗୁଡ଼ିକୁ ଧରି ଆଜି କାନ୍ଦୁଛନ୍ତି। ଏ ସବୁ କଣ ମୋ ହସ୍ତରେ ଆଜି କରିଥିଲା? ଦେବଶ୍ରୀ ନାରଦ କହିଲେ ନାରାୟଣ ନାରାୟଣ। କଥା ଥିଲା ଯେମିତି ସଦସ୍ୟ ସତଳାକୁ ନିଜର ବାମ ସିଂହାସନ ସ୍ଥାନ ଦେଇଥିଲ, এই ସବୁ ହଉଛି ତାରି କାରଣ। ମା ସୀତା କହିଥିଲେ ବାନାଗିନ ତୁ ଧାର ବାବାଇ ହେଲେ ଲକ୍ଷ୍ମଣଙ୍କର ହାରମାଳ ତମ ଗଳାରେ ପଡ଼ିଲେ ତମେ ବାନାଗିନ ତୁ ଉଦ୍ଧାର ହବ। এই হচ্ছে সেই হার।